ମୋ ନାଁ ସୀତାକାନ୍ତ ଶତପଥୀ। ଆମ ଏ ସାଇ ମନ୍ଦିରର ପୂର୍ବତନ ସଭାପତି। ଦୀର୍ଘ 14 ବର୍ଷ ହେଲା ଏଠି ମନ୍ଦିର କାମରେ ମୁଁ ନିୟୋଜିତ ଥିଲି। ଶରୀର ଅସୁସ୍ଥ ଯୋଗୁଁ ଆଉ ଗୋଟେ କମିଟି ଆମେ ଗଢ଼ିଲୁ। ସେଥିରେ ସଭାପତି ସମ୍ପାଦକ ସବୁ ନିର୍ବାଚିତ ହେଉଛନ୍ତି। କିନ୍ତୁ ହେଲେ ସୁଦ୍ଧା ପ୍ରତିବର୍ଷ ପରି ଏ ବର୍ଷ ବି ଯେମିତି ନିୟମ ଅନୁସାରେ ନୀତିକାନ୍ତି ହେବା କଥା ହେଇଛି। ସକାଳ 6:30ରୁ କାକଡ଼ ଆଳତି ହେଇଛି। 12ଟା ବେଳେ ଯଜ୍ଞ ହୋମ ସାରିକିରି ମଧ୍ୟାହ୍ନ ଆଳତି ହେଲା। ତାପରେ ପହଡ଼ ପଡ଼ିଛି। ପ୍ରସାଦ ସେବନ ବ୍ୟବସ୍ଥା ହେଇଛି। ପ୍ରାୟ 1200-1300 ଲୋକଙ୍କୁ ଅନ୍ନ ପ୍ରସାଦର ବ୍ୟବସ୍ଥା ହେଇଛି। ସନ୍ଧ୍ୟାବେଳେ ସନ୍ଧ୍ୟା ଆଳତି ପରେ ରାତ୍ର ଆଳତି 8:30ରେ ହେବ। ତେଣୁ ଜଟଣୀବାସୀଙ୍କର ସମ୍ପୂର୍ଣ୍ଣ ସହଯୋଗ ଯୋଗୁଁ ଆଜି ମୁଁ ଗର୍ବିତ। ଏ ସାଇ ମନ୍ଦିର ଏତେ ବାଟ ଆଗେଇ ଯାଇଛି। ଏଇଟା କାହାର ବ୍ୟକ୍ତିଗତ ସମ୍ପତ୍ତି ନୁହଁ। ଜଟଣୀବାସୀଙ୍କର ଆର୍ଥିକ, ମାନସିକ, ଶାରୀରିକ ସହଯୋଗରେ ଆଜି ମନ୍ଦିର 2009 ଠାରୁ 2024 ପର୍ଯ୍ୟନ୍ତ ଠିଆ ହେଇପାରିଛି। ତାଠୁ ଭଳିଆ ଗର୍ବର ବିଷୟ କିଛି ନାହିଁ। କାଲିକି ଯଦି ମୁଁ ଆଖି ବୁଜିଦେବି, ମୋର ଆଉ ଅଶାନ୍ତି ହେବାର କିଛି ନାହିଁ। ମୁଁ ବାବାଙ୍କ ସେବକ ହିସାବରେ ସେଥିରେ ଯାଇ କାର୍ଯ୍ୟ କରି ଶପଥ ନେଇଛି। ମୋତେ କେହି ଛାଡ଼ୁନାହାନ୍ତି। ବିଶ୍ୱାସ କରିବେନି, ଗତ ମେ 19ରେ ମୋର କେୟାର ହସ୍ପିଟାଲରେ ମୋର ହାର୍ଟ ଅପରେସନ୍ ହେଇଥିଲା। ମୋତେ ଡାକ୍ତର ମନା କରିଥିଲେ ଆକ୍ଟିଭିଟି ହେବାକୁ, କିନ୍ତୁ ବାବାଙ୍କ ଯେଉଁ ମୁଁ ନୂଆ ଜୀବନ ପାଇଛି। ତ ବାବାଙ୍କର ସେ ସେବା ନ କଲେ ମୋର ଆତ୍ମଶାନ୍ତି ମିଳିବନି। ଯାହାଫଳରେ ମୋତେ ସେ ଲୋଡ଼ୁଛନ୍ତି, ମୁଁ ଉପରେ ପଡ଼ି ଆସି ବାପାଙ୍କ ସେବା କରୁଛି।